हेलो हाय फ्रेंड्स आपण मन को स्वागत करुछि आजिर नुआ कहानी को। आशा करुछि सांग माने आपण माने समस्त बहुत भलरे थिबे आ मो मध्य भलरे अछि। आज जो कहानीटी आपण मन को पाखको नहीं आसीछि से कहानी रे बहुत मजा अछि आ से कहानीटी केवल आपण मानक पई। चलंतु से कहानी रे कौन अछि जानिबा आ सुनिबा। मोर आशा और विश्वास से कहानी रे आपण मानको बहुत भल लागिबो आ गरम पानी बाहर करबा पई बेसी टाइम भी लागिबोनी। ठीक अछि, चलंतु से कहानी ऊपर को जिबा। खोर्धा डिस्ट्रिक्ट ये हूँ से कहानी। गोटे घरे बापा माँ आ झील ही रो थांती। बापार बयस से 45 भलिया हम आ मार बयस भी से 40 किंबा 38 ରୁ 40 भितर ही हम। आउ से तांको झीर बयस से +2 जेहेतु करुची आपण माने जानी थिबे ता बयस केते हेइथिबो आउ सी देखिबा को केमती हेइथिबो। ता बयस तुलन रे सी बहुत बढ़ी जाइछि, बहुत ग्रोथ हो जाइछि। कारण ता कॉलेज रे तार बॉयफ्रेंड ताको गेही गेही ता गांडी चौड़ा कर देछि आ ता दूध गुड़ा को बड़ बड़ कर देछि। तो सेथि पई ता प्रेमिक ताको सबुदिन देखा करिया को डाके। कॉलेज पछपटे गोटे बड़ पहाड़ अच्छी। से जेतबेले छुट्टी हुए ता प्रेमिक ताको से कॉलेज रो पछपटे जो बण बुदा अच्छी सेठी की नहीं ताको घंटा 1.5 घंटा 2 घंटा एमिति नहीं कि ताको पेलिबो तापरे ताको छाड़िबो। एमिति से झिया मध्य से कॉलेज रे गोटे परे गोटे प्रेमिक अदल बदल कला। कहीं ना जनक पाखरु गिया खाइले मजा आसेनी। सेथिपाई चेंज करी करी माने बदली बदली पिलांको पटे ताको पाखरु गिया खाइबा तार अभ्यास। आ सेही अभ्यासटा एमिति हेई गला जे संग माने लास्ट को ता बापा भी ताको गेहिबा को पछेलानी। गोटे दिन एमिति 3 माँ छुआ घरे सोईथिले खटरे। सेटा गोटे रातिर कथा जितबे ता बापा ता माँ को गेह देला ये सेतिक बेले उठी पड़ीची परिस्रा जीवा पाए। जितबे देखिथिला जे मो बापा माँ गिया खेई होचंती ये पुणी चुपचाप हो रही देखुथिला। ता बापार बड़ बांड 8 इंच लंबा 3.5 इंच मोटा। ता बापार से बांड देखी मने मने से भाभी हेला जे मु केमिति मो बापार बांड को
ମୋ ବିଆରେ ପୂରେଇ ହେବି। ମନେ ମନେ ସେ ଭାବି ଚିନ୍ତା କଲା ଯେ କ'ଣ କଲେ ମୋ ବାପା ମୋତେ ଗେହିବ। ସେଇଠୁ ଏମିତି ଚାଲିଲା। ଆଉ କିଛି ଦିନ ପରେ ପୁଣି ତାର ବାପା ଆଉ ତାର ମା ରୋମାଣ୍ଟିକରେ ଟିଭି ଦେଖୁଥିଲେ। ଆଉ ସେଇ ଝିଅ ବି ଭାବିଲା ଯେ ଆଜି କିଛି ନା କିଛି ତ ହବ, କାରଣ ମୋ ବାପା ମା ଯଦି ରୋମାଣ୍ଟିକ ଭିଡ଼ିଓ ଦେଖୁଛନ୍ତି ତ ନିଶ୍ଚିତ ଭାବରେ କିଛି ତ ହବ। ଆଉ ତାଙ୍କର ସେଇ ଜିନିଷଟାକୁ ମାନେ ସେଇ ଫାଇଦାଟାକୁ ମୁଁ ଉଠେଇବି। ତାପରେ ସାଙ୍ଗମାନେ ତା ବାପା ଭାବିଲା ଯେ ମୋ ଝିଅ ଶୋଇପଡ଼ିଛି, ରାତି 11:30 12ଟା ହେଇଯିବ, କିନ୍ତୁ ତା ଝିଅ ଚାହୁଁଛି ଯେ ଏମାନେ କେତେବେଳେ ଗେହାଗେହି ହେଲେ ମୁଁ ଉଠି ପଡ଼ିବି ଆଉ ମୋ ବାପାକୁ ବ୍ଲାକମେଲ୍ କରି ମୁଁ ବି ଗେହି ହେବି ତାଠେ। ସେଥିପାଇଁ ତା ଝିଅ ଆଉ ଶୋଇନଥାଏ, କିନ୍ତୁ ଶୋଇଲାର ବାହାନା କରିଥାଏ। ତାପରେ ତା ବାପା ମା 2 ଜଣ ଭାବିଲେ ଯେ ଆମ ଝିଅ ଶୋଇପଡ଼ିଛି। ସେଇଠୁ ତା ବାପା କହିଲା, ଶୁଣ, ଝିଅ ତ ଶୋଇପଡ଼ିଛି, ଚାଲ ଟିକେ ଆମେ ଖୁସି ମଜା ହେବା। ତା ମା କହିଲା, ଯଦି ଝିଅ ଉଠି ପଡ଼ିଲା? ଆରେ କିଛି ହେବନି, ସେ ତ ଶୋଇପଡ଼ିଛି ନିଦରେ, ସେ କ'ଣ ପାଇଁ ଉଠିବ? ହଉ ଠିକ୍ ଅଛି, ଆଉ ଖଟ ତଳକୁ ଆସ। ଖଟ ତଳକୁ ଆସି ସେମାନେ ଦୁହେଁ ପୁରା ଉଲଗ୍ନ ନଙ୍ଗଳା ହେଇ ତା ବାପା ତା ମାଆର ଦୁଧକୁ ଚିପି ଚାଲିଛି। ତା ମାଆର ଦୁଧ ସାଙ୍ଗମାନେ ବଡ଼ ବଡ଼ ଦୁଧ ହୋଇଥାଏ। 34ର ଆପଣମାନେ ତ ଜାଣିଥିବେ 34 କହିଲେ କେମିତି ହେଇଥିବ। ଲୋଜ୍ ବି ହେଇନଥାଏ, ପୁରା ଠେକା ହେଇକି ଥାଏ। ତ ସେଥିପାଇଁ ତା ବାପା ତା ମାଆର ଦୁଧକୁ ଚିପୁଥାଏ ଜୋରରେ, ଆଉ ତା ମା ସେତିକି ବେଳେ ତା ବାପାର ବାଣ୍ଡଟାକୁ ହଲଉଥାଏ। ତାପରେ ହେଠୁ ତା ବାପା କହିଲା, ଶୁଣ, ମୁଁ ଆଉ ରହିପାରିବିନି, ଆମେ ଶୀଘ୍ର କାମଟାକୁ ସାରିଦେବା, ନହେଲେ ଝିଅ ବି ଉଠିପାରେ। ସେତିକି କହିଛି ତା ମା ତା ବାପାର ବାଣ୍ଡକୁ ନେଇ ତା ଗାଣ୍ଡି ପଟେ ଲଗେଇଦେଲା। ଆଉ ତା ବାପା କଚ୍ କରି ଗେହି ଚାଲିଲା। ସାଙ୍ଗମାନେ ଏମିତି ଗେହିଲା ଯେମିତିକି ସାଉଣ୍ଡ ଅଧିକ ହେଇଗଲା। ତା ଝିଅ ବହୁତ ଚେଷ୍ଟା କଲା ଚୁପଚାପ ହେଇକି ରହିବା ପାଇଁ, ତାପରେ ହେଠୁ ଉଠିଗଲା, କହିଲା ଏଇ ସମୟଟା ଠିକ୍ ଅଛି। ଯେତେବେଳେ ତା ଝିଅଟା ଉଠିଗଲା, ଦେଖିଲା ଯେ ମୋ ବାପା ମୋ ମାଆକୁ ଗେହୁଛି ଏମିତି, ସେ ହେଠୁ ଉଠିକି ଦେଖିଦେଲା, କହିଲା କ'ଣ କରୁଛ? ଲାଇଟ୍ଟା ଅନ୍ କରିଦେଲା, ଦେଖିଦେଲା ଆଉ କହିଲା ଠିକ୍ ଅଛି, ତମେ ତମର ହୁଅ, କିନ୍ତୁ ବାପା ମୋ ମାଆକୁ ଗେହି ସାରିଲା ପରେ ତମେ ମୋତେ ବି କରିବ, କାରଣ ମୋର ବି ବହୁତ ଇଚ୍ଛା ହେଉଛି। ତମେ କ'ଣ କରିବ, କେମିତି କରିବ ସେଇଟା ମୁଁ କହିପାରିବିନି, କିନ୍ତୁ ମୁଁ ବି ତୁମର ଗେହା ଖାଇବା ପାଇଁ ବହୁତ ଇଚ୍ଛା ହେଉଛି ତମର ବଡ଼ ବାଣ୍ଡକୁ ଦେଖି। ତାପରେ ସାଙ୍ଗମାନେ ତା ବାପା କହିଲା, କ'ଣ ଆଉ କରିବି, ଯଦି ମୁଁ ନ ଗେହିବି ତାହେଲେ ମୋ ଝିଅ ଯାଇକି ଆଉ କାହାରେ ବାହାରେ ଗେହି ହେବ, ତ ଭଲ ହେବ ସବୁଠୁ ଘର କଥା ଘରେ ହିଁ ରହିଯାଉ। ସେଇଠୁ ତା ବାପା ତାକୁ ନଙ୍ଗଳା କରି ତା ଚଡ଼ି ଖୋଲି ତା ଡ୍ରେସ୍ ଖୋଲି ତାକୁ ବି ତା ଦୁଧକୁ ଚିପାଚୁପି କରି ତା ବିଆରୁ ଲାଳ ବାହାର କରିଦେଲା। ତାପରେ ତା ବାପା ତା ବାଣ୍ଡକୁ ପୁରେଇ କଚ୍ କରି ଗେହି ଚାଲିଲା। ତା ଝିଅକୁ ଗେହି ଚାଲିଲା ପାଖାପାଖି ଅଧା ଘଣ୍ଟା 45 ମିନିଟ୍। ତାପରେ ଯାଇକି ତା ଝିଅର ଶାନ୍ତି ଲାଗିଲା। ତାପରେ ହେଠୁ କହିଲା, ବାପା ମୋତେ ବହୁତ ଶାନ୍ତି ଲାଗୁଛି, ତମକୁ କେମିତି ଲାଗୁଛି? ସେ କହିଲା, ହଁ ମୋତେ ବି ଭଲ ଲାଗୁଛି। ଠିକ୍ ଅଛି, ଆଜିଠୁ ଯେତେବେଳେ ଦରକାର ହେବ ମୁଁ ତୋତେ କହିବି ଆଉ ତୋତେ ଗେହିବି। ତା ଝିଅ ବି କହିଲା, ହଉ ଠିକ୍ ଅଛି ବାପା, ଆଜିଠୁ ମୋ ମାଆକୁ ବି ଗେହିବ ଆଉ ମୋତେ ବି ଗେହିବ।
ଇଏ ଥିଲା ବାପ ଝିଅ ଆଉ ମାଆର ଗେହାଗେହି କାହାଣୀ ସାଙ୍ଗମାନେ। ଠିକ୍ ଅଛି, ଏ କାହାଣୀ ତ ଆପଣମାନେ ଶୁଣିଲେ, ଆଉ ଶୁଣିକି ବାଣ୍ଡକୁ ହଲେଇ ବିଆରେ ଆଙ୍ଗୁଠିକୁ ଗେଞ୍ଜି ଗରମ ପାଣି ତ ବାହାର କରିଦେଇଥିବେ। ଯଦି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ବେଲ୍ ଆଇକନ୍କୁ ବଜାଇବା ପାଇଁ ଜମାରୁ ଭୁଲିବେନି। ଆଉ ଆପଣମାନଙ୍କର ଯେଉଁ ନୂଆ ନୂଆ ଫ୍ରେଣ୍ଡସ୍ ଅଛନ୍ତି ସେମାନଙ୍କୁ ସେୟାର କରିବେ ଆଉ କହିବେ ସବସ୍କ୍ରାଇବ୍ କରିବା ପାଇଁ, କାରଣ ଏମିତି ନୂଆ ନୂଆ ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ଯେମିତି ପହଞ୍ଚିଯିବ। ଠିକ୍ ଅଛି, ଆଜି ତ ଟାଇମ୍ ହୋଇଗଲାଣି, ରଖୁଛି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଏପିସୋଡ଼ରେ। ସେତିକି ପର୍ଯ୍ୟନ୍ତ ମୋତେ ବିଦାୟ ନେବାକୁ ପଡ଼ିବ। ରହୁଛି, ବାଏ ବାଏ।